ବରା ବରା ପିଆଜି ଦୋକାନ କରିକି ଚଳୁଥିଲା। ତାର ଗୋଟେ ପୁଅ ମାନସ, ଝିଅ ମାନସୀ। ତାଙ୍କ ସଂସାର ବଢ଼ି ଚାଲିଲା। କିଛି ଦିନ ବିତିଲା ପରେ ସେ ତାଙ୍କ ସୁଖ ଶାନ୍ତିରେ ବାସ କରୁଥିଲେ ସେମାନେ। ମନୋଜ ମଧ୍ୟ ବହୁତ ଭଲ ପଢ଼ିଲା। ଠିକ୍ ଯେତେବେଳେ ସେ ତମରି ଭଳିଆ ହାଇସ୍କୁଲ ସ୍ତରକୁ ଆସିଲା, ସେ ଅନ୍ୟ ପିଲାଙ୍କ ସାଥିରେ ଦେଖିଲା ଅନ୍ୟ ପିଲାମାନେ ସବୁ ବଡ଼ ପିଲାମାନେ ମୋବାଇଲ ଧରିକି ଖେଳୁଛନ୍ତି। ତେଣୁ ତା ମୁଣ୍ଡରେ ଗୋଟେ ପ୍ରଶ୍ନ ଆସିଲା ଯେ ମୁଁ ବି ଦିନେ ମୋବାଇଲ ଧରିକି ଖେଳିବି। ଏମିତି ଭାବରେ ଦଶମ ଶ୍ରେଣୀ ତାର ସରିଗଲା। 85% ରଖିକି ପାସ୍ କଲା, ଯେଉଁଗୁଟାକ ସେ ଅଞ୍ଚଳର ସବୁଠୁ ଭଲ ମାର୍କ ଥିଲା। ଏବଂ ତା ବାପ ବୋଉ ବହୁତ ଖୁସି ହେଲେ। ଯେତେବେଳେ ସେ କଲେଜ ଗଲା, ସେର ପ୍ରଥମ ବାପାଙ୍କୁ ତାଙ୍କର ଅନୁରୋଧ ଥିଲା ଯେ ମୋ ପାଇଁ ଗୋଟେ ଫୋନ୍ କିଣ। ବାବା କହିଲେ ଆରେ ଆମେ ତ ଏମିତି ଚଳି ଯାଉଛେ, ଆମ ପାଖେ ଏତେ ପଇସା କାହିଁ ଯେ ଆମେ ଫୋନ୍ କିଣିବା? ନା, ମୋର ଫୋନ୍ ନିହାତି ଦରକାର। ମୋ ସାଙ୍ଗମାନେ ସବୁ ଫୋନ୍ ଧରି ଯାଉଛନ୍ତି କଲେଜ, ମୁଁ ଫୋନ୍ଟା ମୋର ନିହାତି ଆବଶ୍ୟକ। ଫୋନ୍ କିଣା ହେଲା। ଫୋନ୍ କିଣିଲା ମାନେ ତ ଡାଟା ପଡ଼ିବ। ତାର କିନ୍ତୁ ମନ ଥିଲା ଯେ ମୁଁ ଖେଳିବି। ତାପରେ ସେ ଖେଳରେ ମାତିଲା। 85% ରଖିଥିବା ପିଲା ଫାର୍ଷ୍ଟ ଇୟରରେ ମାତ୍ର 35% ରଖିଲା। ବାପା ବହୁତ ବୁଝେଇଲେ, ପୁଅରେ ଗେମ୍ ଛାଡ଼ିଦେ, ପାଠରେ ଲାଗେ। ପୁଅ କିନ୍ତୁ କାହା କଥା ଶୁଣିବାର ନାହିଁ। କେତେବେଳେ ମୁଁ ଖେଳୁଛି ସେ କେତେବେଳେ ଟିକେ କେମିତି ଖେଳି ଦେଉଛି ନା। କିନ୍ତୁ ବାସ୍ତବିକ ସେ ସବୁ ସମୟରେ ଖେଳୁଥିଲା। କେତେବେଳେ କେମିତି ପାଠ ପଢ଼ୁଥିଲା। କାରଣ ବାପା ବୋଉ ଦେଖିବା ପାଇଁକା ସେ କ'ଣ କରୁଥିଲା ନା ପାଠ ପଢ଼ି ଦେବାର ଅଭିନୟ କରୁଥିଲା, କିନ୍ତୁ ପ୍ରକୃତିରେ ସେ ଖେଳୁଥିଲା। ତ ମାର୍କ ଆସ୍ତେ 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 କମି ଚାଲିଲା। ଏଇ କମିଲା ଭିତରେ ବାପା ସେଠୁ ବହୁତ ବୁଝେଇଲା ପରେ ଆଉ ବୁଝିଲାନି ପିଲା। ବାବା ସେଠୁ କ'ଣ କଲା, ଠିକ୍ ଅଛି ଗୋଟେ ଆପଣେଇଲେ ଅଲଗା ତରିକା। ଗୋଟେ କିଛି ତା ସାଙ୍ଗଠାରୁ ପଇସା ଆଣିଲେ ଏବଂ ନିଜେ ଗୋଟେ ଫୋନ୍ କିଣିଲେ। ନିଜେ ଗୋଟେ ଫୋନ୍ କିଣିଲେ, ତା ଦେହରେ ଡାଟା ପକେଇଲେ। ସେଦିନ ଭାରି ଖୁସିରେ ବାପା ଘରକୁ ଆସିଲେ, କହିଲେ ପୁଅରେ ଆଜି ମୁଁ ନୂଆ ଫୋନ୍ ଆଣିଛି, ଚାଲ ଦୁଇ ଜଣ ଯାକ ମିଶିକି ଗେମ୍ ଖେଳିବା। ଦୁଇ ଜଣ ଯାକର ଫ୍ରି ଫାୟାର ଆରମ୍ଭ ହେଇଗଲା। ବାପା ପୁଅ ଫ୍ରି ଫାୟାର ଚାଲିଲା। ରାତି 1ଟାଏ 1:30 2ଟା। ବହୁତ ଖୁସି ଲାଗିଲା ପୁଅକୁ, ଯାହା ହଉ ମୋ ଜଣେ କିଏ ସାଙ୍ଗ ହେଇଗଲା ଗେମ୍ ଖେଳିବାକୁ। ଆଉ ତାର କିଛି ଭୟ ନାହିଁ, ତ ବାପା ସାଥିରେ ଅଛନ୍ତି। ତା ପରଦିନ ଆଉ ବାପା କଲେଜ ଗଲେନି ଦୋକାନକୁ। ସକାଳ ହେଲା, ଉଠିଲା ବେଳକୁ ଦିନ 10। ପୁଣି ବସି ପଡ଼ିଲେ, ପଖାଳ ଗଣ୍ଡା ଖାଇ ଦେଇକି ଦୁଇ ଜଣ ଯାକ ମାତିଲେ ଖେଳରେ। ସେ ଖେଳ ଚାଲିଲା ପରେ 4ଟା ଯାଏ। ଆରେ ଏମିତି କେମିତି ହବ? ତାପରେ ସେଠୁ ଗଲେ ହେରି ନିତ୍ୟକର୍ମ ସାରିଦେଲେ, ପୁଣି ସନ୍ଧ୍ୟାବେଳେ ବସିଲେ ଦୁଇ ଜଣ ଯାକ। ରାତି 1ଟାଏ 2ଟା। ପୁଣି ତା ପରଦିନ ଉଠିଲା ବେଳକୁ 10। ଏମିତି ଚାଲିଲା। 2 ଦିନ ପରେ 3 ଦିନ ପରେ ପୁଅ ସେଠୁ କହିଲା, ବୋଉ ଭାତ ଗଣ୍ଡା ବାଢ଼ିଲୁ। ବୋଉ ଭାତ ବାଢ଼ିଲା ବୋଲି କ'ଣ ଜାଣିଛ? ପଖାଳ ଭାତକୁ ପିଆଜ ଲୁଣ। ଏଗୁଡ଼ାକ ମଣିଷ ଖାଆନ୍ତି? ଆକୁ କିଏ ମଣିଷ ଖାଇବା ଯୋଗ୍ୟ ଇଏ? ନା ନା, ମୁଁ ଏରା ଖାଇବିନି। ବୋଉ କହିଲା, ତୁ ନ ଖାଇଲେ ନାହିଁ, ଯା ବସିକି ଖେଳେ। ଆସିକି ଖେଳିଲା ରାଗରେ ତମ ହେଇକି। ବାପା ଅଛନ୍ତି, ବାପାଙ୍କ ସାଥିରେ ଖେଳିଲା। କି ସମୟରେ ଜୋର ଯେତେବେଳେ ଭୋକ ହେଲା, ବୋଉ ଆଉ ସମ୍ଭାଳି ପାରିନି, ଦେ ସେଉ ଖାଇଦେବି। ଖାଇଦେଲା। ତା ପରଦିନ ପୁଣି ପଖାଳ ଭାତ, ଆମ୍ବୁଲ ଖଣ୍ଡେ, ଯା ଖା। ପୁଅ ମୁଣ୍ଡରେ ଇଏ ଖାଇବୁ? ବୋଉ ଏଗୁଡ଼ା କେମିତି ଖାଇବି? ନା, ଆକୁ ନ ଖାଇଲେ କେମିତି ହବ? ବାପା ତ ତୋ ସାଥିରେ ଖେଳିଲେ, ଆଉ ଦୋକାନକୁ ଯାଉନାହାନ୍ତି, ପଇସା କୋଉଠୁ ଆଣିବା ଯେ ପରିବାପତ୍ର କିଣିବା ବା କ'ଣ କରିବା? ପୁଅ ସେଠୁ କହିଲା, ନାଇଁ ନାଇଁ ବାପା, ଗୋଟେ କାମ କର, ଆଜି ଖେଳିବେନି, ତମେ ଯାଅ ଦୋକାନକୁ। ନା ନା ନା, ଏ ଖେଳରେ ଯୋଉ ମଜା ଅଛି ଦୋକାନରେ ଅଛି, ଏତେ ପରିଶ୍ରମ କିଏ କରିବ? ମୁଁ ସେଥିରେ ଯିବିନି। ମାନେ ପୁଅ ସେ ପର୍ଯ୍ୟନ୍ତ ବୁଝିପାରୁନି ଯେ ତାକୁ ବଦଳେଇବା ପାଇଁ ବାପା ଏ କଥା ଆପଣେଇଛନ୍ତି। 2-4 ଦିନ 5 ଦିନ ପରେ ପୁଅ ଆଉ ବୁଝିପାରିଲା ଯେତେବେଳେ, ଆରେ ରେ ମୁଁ ଭୁଲ କରୁଛି ବୋଲି ବାପା ବର୍ତ୍ତମାନ ଭୁଲ କରୁଛି। କହିଲା, ବାପା 2ଟା ଯାକ ଫୋନ୍ ଧର, ତାକୁ ଗଡରେଜରେ ମାମାକୁ ଦିଅ, ଆଉ କେହି ଫୋନ୍ ଦେଖିବାନି, ମୁଁ କଲେଜ ଯିବି, ତମେ ତମର ଦୋକାନକୁ ଯା। ବାପା କହିଲେ, ଠିକ, ଏଇଥିପାଇଁ ମୁଁ 10,000 ଟଙ୍କା ଖର୍ଚ୍ଚ କରିଥିଲି। ତତେ ଏତେ କହିଲି, ଏତେ ବୁଝେଇଲି, ତୁ ବୁଝିଲୁନି। ତୁ ଯୋଉ କଥା କରୁଛୁ ମୁଁ ସେଇ କଥାଟା କରିଦେବି। ଦେଖିବୁ ତୁ ଅସୁବିଧା ଯେତେବେଳେ ଭୋଗିବୁ, ସେତେବେଳେ ଜାଣିବୁ ଯେ ଖେଳର ମହତ୍ଵ କ'ଣ, ନ ଖେଳର ମହତ୍ଵ କ'ଣ। ସେଇଦିନଠୁ ମନୋଜ ତା ପାଠ ପଢ଼ାରେ ଲାଗିଲା ଏବଂ ମନୋଜ
95% रखिकी +2 साइंस क्लियर कला एवं वर्तमान सी पढ़ुची बुझिपाइल पिले एवं एंट्रेंस देवाई प्रिपेयर हो आशा भगवान ताको निश्चित गोटे भल जगार रखिबे पिले यहाँ कौन सी मिछ कथा ना ये सत कथा तेणु यहाँ तुम मान भी गोटे प्रश्नवाची निश्चित तमें मैंने भी ए कथार किसी प्रेरणा पाइब एवं निजे निजको बदलैया को चेष्टा करिवो। धन्यवाद।